ଆଜି ଆମେ ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ବଣ ଅଦାଲତ ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। 1 ନମ୍ବରଟି କହିଛି ଆସ ଆମେ କଥାବାର୍ତ୍ତା ହେବା। କ ନମ୍ବରଟି କହିଛି ବଣର ରାଜା କିଏ ଥିଲା? ଆନ୍ସାର ବଣର ରାଜା ମହାବଳ ବ୍ୟାଘ୍ର ଥିଲା। ଖ ନମ୍ବରଟି କହିଛି କାହାର ବିଚାର ପାଇଁ ଅଦାଲତ ବସିଥିଲା? ଆନ୍ସାର ଅପରାଧୀ ମଣିଷ 2 ଜଣଙ୍କର ବିଚାର ପାଇଁ ଅଦାଲତ ବସିଥିଲା। ଗ ନମ୍ବରଟି କହିଛି କାହାକୁ ଭାରତର ଜାତୀୟ ପଶୁ କୁହାଯାଏ? ଆନ୍ସାର ବାଘ ଭାରତର ଜାତୀୟ ପଶୁ ଅଟେ। ଘ ନମ୍ବରଟି କହିଛି ମଣିଷ କାହିଁକି ପଶୁ ପକ୍ଷୀଙ୍କୁ ମାରିଥାଏ? ଆନ୍ସାର ସୁସ୍ୱାଦୁ ମାଂସ, କୋମଳ ଚମଡ଼ା ଓ ସୁନ୍ଦର ପର ପାଇଁ ମଣିଷ ପଶୁ ପକ୍ଷୀଙ୍କୁ ମାରିଥାଏ। ତାପରେ ନମ୍ବରଟି କହିଛି ଅମ୍ଳଜାନ ବାଷ୍ପ ଆମର କି କାମରେ ଲାଗେ? ଆନ୍ସାର ଅମ୍ଳଜାନ ବାଷ୍ପ ଆମର ପ୍ରଶ୍ୱାସ ନେବା ପାଇଁ ଆବଶ୍ୟକ ହୋଇଥାଏ। ତାପରେ ନମ୍ବରଟି କହିଛି ଅମ୍ଳଜାନ ବାଷ୍ପ ଆମେ କାହା ପାଖରୁ ପାଉ? ଆନ୍ସାର ଆମେ ବୃକ୍ଷଲତାଙ୍କ ଠାରୁ ଅମ୍ଳଜାନ ବାଷ୍ପ ପାଉ। ତାପରେ 2 ନମ୍ବରଟି କହିଛି ଆସ ତଳଚିତ୍ରରୁ ପଶୁ ପକ୍ଷୀଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ଲେଖିବା। ନାମ ଗୁଡ଼ିକ ହେବ ହରିଣ, ବଣି, ସାପ, ହାତୀ, ଜେବ୍ରା, କୁମ୍ଭୀର, ଶୁଆ। ତାପରେ 3 ନମ୍ବରଟି କହିଛି କିଏ କେଉଁ ଘରେ ରହିବେ ଲେଖିବା। ଯେପରି ଦେଇଛି ଏଠି ପଶୁ, ସରୀସୃପ, ପକ୍ଷୀ। ପଶୁରେ ରହିବେ ବାଘ, ହାତୀ, ଗଧିଆ, ହରିଣ, ବିଲୁଆ, ଗୟଳ, ହନୁମାଙ୍କଡ଼, ଭଲ୍ଲୁକ। ସରୀସୃପରେ ରହିବେ ଗଧି, ଅହିରାଜ, ଗୋଖର, କୁମ୍ଭୀର, ଏଣ୍ଡୁଅ। ପକ୍ଷୀରେ ରହିବେ କାଉ, ବଗ, ମୟୂର, କଜଳପାତି, ଶାଗୁଣା, ଚିଲ, ପାରା, ଶୁଆ। ତାପରେ 4 ନମ୍ବରଟି କହିଛି ଦେଖିବା ଆସ କାହାକୁ କାହା ସହିତ ଯୋଡ଼ିଲେ ଠିକ୍ ହେବ। ବାଘ ହେବ ଶିମିଳିପାଳ, କୁମ୍ଭୀର ହେବ ଟିକରପଡ଼ା, ପକ୍ଷୀ ହେବ ଚିଲିକା, ହାତୀ ହେବ ଚନ୍ଦକା, ହରିଣ ହେବ ଉଷାକଠି, କଇଁଛ ହେବ ଭିତରକନିକା। ତାପରେ 5 ନମ୍ବରଟି କହିଛି ଆସ ତଳେ ଦିଆଯାଇଥିବା ଶବ୍ଦ ଯୋଡ଼ା ପରି କେତୋଟି ନୂଆ ଶବ୍ଦ ଯୋଡ଼ା ଲେଖିବା। ଯେପରି ଜୀବଜନ୍ତୁ, ଗାଁ ଗଣ୍ଡା। ସେପରି ହେବ ବନ ଉପବନ, ସହର ନଗର, ମେଳା ମହୋତ୍ସବ, ଚୁଲି ଚାଳ, ଦୋକାନ ବଜାର, ଘର ଦ୍ୱାର, ଝାଟି ମାଟି, ପାଣି ପବନ। ତାପରେ 6 ନମ୍ବରଟି କହିଛି ଏକା ଅର୍ଥ ଥିବା ଶବ୍ଦଗୁଡ଼ିକୁ ଏକାଠି କରି କୋଠରୀ ଭିତରେ ଲେଖିବା। କାକ, କୁଆ, ଧରା, ବସୁଧା, ମାନବ, ମନୁଷ୍ୟ, ହସ୍ତୀ, କରି। ତାପରେ 7 ନମ୍ବରଟି କହିଛି ଆସ ତଳେ ଦିଆଯାଇଥିବା ଶବ୍ଦକୁ ନେଇ ଗୋଟିଏ ଲେଖାଏଁ ବାକ୍ୟ ଗଢ଼ିବା। ସ୍ୱାର୍ଥପର, ସୋନାରୀ ଖୁବ୍ ସ୍ୱାର୍ଥପର। ଅଦାଲତ, ଅପରାଧୀର ବିଚାର ଅଦାଲତରେ ହୁଏ। ବିପତ୍ତି, ଘରପୋଡ଼ିଠାରୁ ବିପତ୍ତି ନାହିଁ। ଯତ୍ନବାନ, ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଯତ୍ନବାନ ହେବା ଉଚିତ। ଧ୍ୱଂସ, ପରମାଣୁ ବୋମା ପୃଥିବୀକୁ ଅଳ୍ପ ସମୟ ମଧ୍ୟରେ ଧ୍ୱଂସ କରିଦେଇପାରେ। ବ୍ୟାଟେରୀ, ବର୍ତ୍ତମାନ ମୋଟର ଗାଡ଼ି ବ୍ୟାଟେରୀରେ ଚାଲିପାରୁଛି। ନିର୍ବୋଧ, ଗଧ ଗୋଟିଏ ନିର୍ବୋଧ ପ୍ରାଣୀ ବୋଲି ସମସ୍ତେ କହନ୍ତି। ସମର୍ଥନ, ମିଥ୍ୟାକୁ ସମର୍ଥନ ଦେବା ମହାପାପ। ଗ୍ରୀବା, ମୟୂରର ଗ୍ରୀବା ଦେଖିବାକୁ ଭାରି ସୁନ୍ଦର। ତାପରେ 8 ନମ୍ବରଟି କହିଛି ଆସ ଦେଖିବା, ବୁଝିବା ଓ ଲେଖିବା। କ ନମ୍ବରଟି କହିଛି ଭୟ ଶବ୍ଦର ପୂର୍ବରୁ ଅ ଯୋଗ କଲେ ଅଭୟ ଶବ୍ଦ ହୁଏ ଓ ଭୟର ବିପରୀତ ଅର୍ଥ ପ୍ରକାଶ କରେ। ତଳ ଶବ୍ଦ ଗୁଡ଼ିକରେ ସେହିପରି କ'ଣ ହେବ ଲେଖିବା। ସୁନ୍ଦର, ଅସୁନ୍ଦର, ସୁସ୍ଥ, ଅସୁସ୍ଥ, ସମୟ, ଅସମୟ, ସୁବିଧା, ଅସୁବିଧା, ସାଧୁ, ଅସାଧୁ, ଦରକାରୀ, ଅଦରକାରୀ। ତାପରେ ଖ ନମ୍ବରଟି କହିଛି ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟିଏ ଲେଖ। ଯେପରି ଧନୀ, ନିର୍ଧନ। ସେହିପରି ଲୋଭୀ, ନିର୍ଲୋଭ, ଜୀବ, ନିର୍ଜୀବ, ଦୋଷୀ, ନିର୍ଦ୍ଦୋଷ। ତାପରେ 9 ନମ୍ବରଟି କହିଛି ଆସ ବୁଝିବା ଓ ଲେଖିବା। କ ନମ୍ବରଟି କହିଛି ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କ'ଣ କହିଲା? ଆନ୍ସାର ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କହିଲା ଯେ ଖାଲି ଚିଲିକା ନୁହେଁ, ଆଜିକାଲି ଭିତରକନିକାରେ କଇଁଛ, ଶିମିଳିପାଳରେ ବାଘ, ଚନ୍ଦକାରେ ହାତୀ, ଟିକରପଡ଼ାରେ କୁମ୍ଭୀର ଆଉ ଉଷାକଠିରେ ହରିଣ ମଧ୍ୟ ବିପଦରେ ପଡ଼ିଲେଣି, ଯାହାର ପ୍ରତିକାର ହେବା ଆବଶ୍ୟକ। ତାପରେ ଖ ନମ୍ବରଟି କହିଛି ଶାଳ ଗଛର କଥା ଶୁଣି ମୟୂର କ'ଣ କହିଲା? ଆନ୍ସାର ଶାଳ ଗଛର କଥା ଶୁଣି ମୟୂର କହିଲା ମଣିଷ ଦିନକୁ ଦିନ ବଡ଼ ସ୍ୱାର୍ଥପର ଓ ଅବିବେକୀ ହୋଇଯାଉଛି। ବିଚାରହୀନ ଭାବେ ଜଙ୍ଗଲ ନଷ୍ଟ କରୁଛି, ଜୀବଜନ୍ତୁକୁ ମାରି ପକାଉଛି। ଏଣୁ ମଣିଷକୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ତାପରେ 10 ନମ୍ବରଟି କହିଛି ଆସ ଆମେ ବିଭିନ୍ନ ଜୀବର ଭୂମିକା ନେଇ ବଣ ଅଦାଲତ ପାଠକୁ ଅଭିନୟ କରିବା। ସାଙ୍ଗମାନଙ୍କୁ ନେଇ ବଣ ଅଦାଲତ ପାଠକୁ ତୁମେମାନେ ନିଜେ ଅଭିନୟ କର।
ତାପରେ 11 ନମ୍ବରଟି କହିଛି ତୁମ ବାଡ଼ିରେ ଥିବା ଯେକୌଣସି ଗୋଟିଏ ଗଛ ତୁମର କି ଉପକାର କରୁଛି? ତୁମେ ବାପା, ମା, ଭାଇ ବା ଭଉଣୀଙ୍କ ସଙ୍ଗେ କଥାବାର୍ତ୍ତା କରି ଲେଖ। ଆନ୍ସାର: ଆମ ବାଡ଼ିରେ ବଡ଼ ଆମ୍ବ ଗଛଟିଏ ଅଛି। ପ୍ରତିବର୍ଷ ସେହି ଗଛରେ ଅନେକ ସୁସ୍ୱାଦୁ ଆମ୍ବ ଫଳିଥାଏ। ଗ୍ରୀଷ୍ମ ଋତୁର ଟାଣ ଖରାରୁ ରକ୍ଷା ପାଇବା ପାଇଁ ଖରାବେଳେ ଆମେ ସେହି ଗଛ ମୂଳରେ ବସୁ। ସେହି ଗଛର ଶୁଖିଲା ଡାଳପତ୍ରକୁ ଆମେ ଜାଳେଣୀ ଭାବେ ବ୍ୟବହାର କରୁ। ପୂଜା ପାର୍ବଣରେ ଆମ୍ବ ଫଳ ଓ ଡାଳ ଦରକାରରେ ଆସେ। ଏହାଛଡ଼ା ଏହା ଏକ ବିଶାଳ ଗଛ ହୋଇଥିବାରୁ ପ୍ରଚୁର ପରିମାଣରେ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ ଓ ବାୟୁମଣ୍ଡଳକୁ ବିଶୁଦ୍ଧ ରଖେ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।